ନବରଙ୍ଗପୁର ଏଥିପାଇଁ ଯାଇଥିଲି। ଆମର ସେଠି 358 ଜଣ ଚାଷୀ ତାଙ୍କର ଇଏ ଅଛି ଖରିଫର ପଇସା ପାଇନଥିଲେ, ରହିଯାଇଥିଲା। ତ ସେଇଟା ପାଇଁ ସେମାନେ ବି ରାଜରାସ୍ତାକୁ ଆସିଥିଲେ, ଆନ୍ଦୋଳନ କରିଥିଲେ। ଏଠି ଭୁବନେଶ୍ୱରକୁ ମଧ୍ୟ ସେ ନେତାଙ୍କ ପ୍ରରୋଚନାରେ ପଡ଼ିକି ଆସିଥିଲେ, ଆନ୍ଦୋଳନ କରିଥିଲେ। ମୁଁ ସେତେବେଳେ କହିଥିଲି, ମୁଁ ବିଚାର କରିବି, ବ୍ୟସ୍ତ ହୁଅନି, ବିଚାର କରିବି କ'ଣ ହେଇଛି। ସେତେବେଳେ କ'ଣ ହେଇଛି, ଗୋଟେ ଲାମ୍ସର ଅଧିକାରୀ ଜାଣିଶୁଣି ସେଟା ରେକର୍ଡ କରିନଥିଲା। ରେକର୍ଡ ନଥିବା କରିବା କାରଣରୁ କେନ୍ଦ୍ରକୁ ସେ ରେକର୍ଡ ଆମେ ପଠାଇ ପାରୁନଥିଲୁ। କେନ୍ଦ୍ରକୁ ଯେହେତୁ ରେକର୍ଡ ପଠାଇଲୁ ନାହିଁ, ତେଣୁ ଯେଉଁ 2300 ଟଙ୍କା MSP ସେ ପଇସାଟା ଆଉ ସେ ପଠାଇଲେ ନାହିଁ। ସିଏ ତାପରେ ବି ଇନପୁଟ୍ ଆସିଷ୍ଟାଣ୍ଟ ଯାଇପାରିଲା, ପେମେଣ୍ଟ ଡିଲେ ହେଇଥିଲା। ତାକୁ ଏଠୁ ଆମେ ବିଚାର କଲୁ, ନାଇଁ ଯେହେତୁ କୃଷକମାନେ ଧାନ ଦେଇଛନ୍ତି ତାଙ୍କର ପଇସା ସେ ପାଇବେ, ତେଣୁ ତାର ବ୍ୟବସ୍ଥା କରାଗଲା। 2300 ଟଙ୍କା ତାଙ୍କ ଆକାଉଣ୍ଟ ପ୍ରଥମେ ଦେଇ ଦିଆଗଲା। 800 ଟଙ୍କା ଇନପୁଟ୍ ଆସିଷ୍ଟାଣ୍ଟ ତାକୁ କାଲି ଘୋଷଣା କରିବାକୁ ଯାଇଥିଲେ। ସମୁଦାୟ ପାଡ଼ି 14,536 କୁଇଣ୍ଟାଲର ପାଡ଼ି ସେମାନେ ଦେଇଥିଲେ। ଆଉ କୃଷକଙ୍କ ସଂଖ୍ୟା ହେଉଛି 358 କୃଷକ। MSP ସେମାନେ ପାଇଲେ 3,29,00,000 ଟଙ୍କା ଏବଂ ଇନପୁଟ୍ ଆସିଷ୍ଟାଣ୍ଟ ସେମାନେ ପାଇଲେ 1,16,000 ଟଙ୍କା। କୋଟିଏ 16,00,000 ଏଇଭଳି ଟୋଟାଲ 4,51,00,000 ଟଙ୍କା ତାଙ୍କ ଖାତାକୁ ଗଲା। ତେଣୁ ଛୋଟ କଥାକୁ ନେଇକରି ରାଜରାସ୍ତାକୁ ଆସିବା, ଇଏ ସେମାନେ ବି ବୁଝିଲେ। କୃଷକମାନେ ବି ମୋ ସହିତ ଆସିକିରି ଆନନ୍ଦରେ ଫଟୋ ଉଠେଇଲେ, ଖୁସିରେ ଫଟୋ ଉଠେଇଲେ, ବୁଝିଲେ ଯେ ପ୍ରକୃତରେ ଆଉ ସରକାର କୃଷକମାନଙ୍କ ସରକାର, କୃଷକମାନଙ୍କୁ ଆମେ କେବେ ହଇରାଣ କରିବୁ ନାହିଁ। ତେଣୁ ଯେଉଁମାନଙ୍କ ଭୁଲରେ ପଡ଼ିକି ସେମାନେ ରାଜରାସ୍ତାକୁ ଆସିଥିଲେ, ସେମାନେ କାଲି ବୁଝିଲେ, ତାଙ୍କ କଥା ସମସ୍ୟାର କାଲି ସମାଧାନ କରିଦିଆଗଲା।